ଯେତେବେଳେ ଜରାସନ୍ଧଙ୍କର ସୈନ୍ୟ ସାମନ୍ତ ମାନେ ଦକ୍ଷିଣ ଦ୍ୱାରକୁ ଭାଙ୍ଗି ଦମଘୋଷ ଝସେଇ ପଶିଛନ୍ତି ମଥୁରା କଟକ ଭିତରେ। ଏପଟେ ଦନ୍ତବକ୍ର ସମସ୍ତ ସୈନ୍ୟ ସାମନ୍ତକୁ ଧରି ପଶ୍ଚିମ ଦିଗର କବାଟଟିକୁ ଭାଙ୍ଗି ଦେଇ ଯେତେବେଳେ ଭିତରେ ପ୍ରବେଶ କରିଛନ୍ତି, ସେତେବେଳେ ମଥୁରା ନଗରର ଏ ସୌନ୍ଦର୍ଯ୍ୟକରଣକୁ ଦେଖି ଆତ୍ମହରା ହୋଇଯାଇଛନ୍ତି, ଆନନ୍ଦ ବିଭୋର ହୋଇଯାଇଛନ୍ତି, ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ଇଏ କ'ଣ? ଇଏ ସତେ ଯେମିତି ଲାଗୁଛି ବାରସ୍ୱତୀପୁର, ସତେ ଯେମିତି ଲାଗୁଛି ଏ ବୈକୁଣ୍ଠପୁର, ସତେ ଯେମିତି ଲାଗୁଛି ଇଏ ଇନ୍ଦ୍ରପୁର। ତେଣୁ ଏଭଳି ଏ ମଧୁବନ, ଏଭଳି ମଥୁରା କଟକ ଯାହା କେବେ ଆଖି ଉଠିଲା ଦିନରୁ ଦେଖିନଥିଲି। ଆଜି ଏତେ ସୁନ୍ଦର ଜାଗାରେ ଏ ଯାଦବମାନେ ରହୁଛନ୍ତି। ସେଇଥିପାଇଁ ବୋଧହୁଏ ଏ ମଥୁରା କଟକକୁ ଜରାସନ୍ଧ ପ୍ରବେଶ କରିନାହାନ୍ତି। ଯଦି ମଥୁରା କଟକ ଜରାସନ୍ଧ ପ୍ରବେଶ କରିଥାନ୍ତେ ତାହେଲେ ୟାକୁ ମଧ୍ୟ ଏ ମଥୁରା କଟକକୁ ମଧ୍ୟ ଆୟତ କରି ନେଇଥାନ୍ତେ। ଆହୁରି କେତେ ରାଜା ଭାବୁଛନ୍ତି ନାଇଁ, ମଥୁରା କଟକକୁ ଦେଖି ଜରାସନ୍ଧ ତାଙ୍କର ଦୁଇ ଝିଅକୁ ବିବାହ ଦେଇଥିଲେ କଂସ ରାଜାଙ୍କ ସହିତ। ତେଣୁ ଏ ମଥୁରା କଟକ ଏତେ ସୌନ୍ଦର୍ଯ୍ୟପୂର୍ଣ୍ଣ। ଆଉ କ'ଣ କହୁଛନ୍ତି ରାଜାମାନେ? କେବଳ ଦେବତା ନିର୍ମାଣିଲାସି ଜରାସନ୍ଧ ବିନା ন পারম তাপসী গোবিন্দ মাধব কৃষ্ণ শ্রী মধুসূদন গোবিন্দ মাধব কৃষ্ণ শ্রী মধুসূদন ଏ ମଥୁରାର ସୌନ୍ଦର୍ଯ୍ୟକରଣକୁ ଦେଖି ଆଜି ସମସ୍ତ ରାଜାମାନେ ଭାବୁଛନ୍ତି, ଲାଗୁଛି ଏ ମଥୁରା କଟକକୁ କେହି ପଶିବାର ସାହସ କରିପାରିବେନି। କାହିଁକିନା ଏ ମଥୁରା କଟକ ଏତେ ମନୋରମ ହେଇଛି। ତେଣୁ କୌଣସି ରାଜା ୟା ଭିତରକୁ ପଶିବା ମାତ୍ରେ ସୈନ୍ୟ ସାମନ୍ତମାନେ ନିହତ ହେଇଯିବେ। ତେଣୁ ଏ ମଥୁରା କଟକରେ ପ୍ରବେଶ କରିବାକୁ ହେଲେ ଏ ଜରାସନ୍ଧଙ୍କ ଭଳି ଶକ୍ତି ଦରକାର। ଜରାସନ୍ଧ ସିନା ଏ ମଥୁରା କଟକ ଭିତରେ ପ୍ରବେଶ କଲେ ଆଉ କୌଣସି ରାଜା ଏ ମଥୁରା କଟକରେ ପଶି ପାରିବେନି। ଏ କଥା କେଉଁ କେଉଁ ରାଜାମାନେ ଭାବୁଛନ୍ତି। ଧନ୍ୟରେ ଯାଦବେ ତୁମ୍ଭେ ଜୀବନ ହିଁ ସାଧୁ, ଅଭେଦ୍ୟ ଗଡ଼ରେ ଥାଇ ବୋଲା ଅବିରଧୁ। গোবিন্দ মাধব কৃষ্ণ শ্রী মধুসূদন গোবিন্দ মাধব কৃষ্ণ শ্রী মধুসূদন হেমন্ত বলিন সর্বে কলেশ্বর বৃষ্টি, বীরঙ্গ গর্জন ঘাতে কম্পে নব সৃষ্টি। গোবিন্দ মাধব কৃষ্ণ শ্রী মধুসূদন গোবিন্দ মাধব কৃষ্ণ শ্রী মধুসূদন।